ଶୁଣ, ସେଇଠି ନିଅ ଗାଡ଼ି ଚାବି। ପ୍ଲିଜ ମନା କରିବନି। ତମକୁ ମୋ ରାଣ, ମନା କରନି। ସକାଳେ ଯାହା କହିଥିଲି ମୋର ସେଇଟା ଭୁଲ ଥିଲା, ମୋର କହିବାର ନଥିଲା। ପ୍ଲିଜ, ମୋର ଭୁଲ ହେଇଯାଇଛି, ମତେ କ୍ଷମା କରିଦିଅ। କ୍ଷମା? ଆରେ କଣ ପାଇଁ କ୍ଷମା କରିବି ଗୀତା? ଆରେ ତମେ ତ ଠିକ କରିଛ। ଭୁଲଟା ତମର ନୁହଁ, ଭୁଲଟା ହଉଛି ମୋର। କାହିଁକି ନା ମୁଁ ତମ ବାପାଙ୍କ ପାଖରୁ ଯୌତୁକ ଆଣିଛି ବାହାଘର ବେଳେ। ଆଜି ସମାଜର ପୁରୁଷ ମାନେ ଯୋଉ ଯୌତୁକ ଆଣୁଛନ୍ତି ସମାଜ ଆଗରେ ତ ବଞ୍ଚି ଯାଆନ୍ତି, ହେଲେ ନିଜ ପାଖରେ ଆଉ ନିଜ ସ୍ତ୍ରୀ ପାଖରେ ସବୁଦିନ ପାଇଁ ଖତମ। ଆରେ ଭୁଲ ତ ହଉଛି ମୋର, ତମ ପାଖରୁ ଯୌତୁକ ଗାଡ଼ି ହିସାବରେ ଆଣିବାଟା। ତମେ ପଚାରୁଥିଲ ନା ମୁଁ ବାହାଘର ପୂର୍ବରୁ କେମିତି ଯାଉଥିଲି ବୋଲି? ଆରେ ମୋ ପାଖରେ ଗୋଟେ ଖଣ୍ଡିଆ ବାଇକ୍ ଥିଲା, ଆଉ ସେଇ ବାଇକଟିକୁ ନା ମୋ ଜୀବନ ପ୍ରଥମେ ଇନକମ ପଇସାରେ ସେଇ ବାଇକଟିକୁ କିଣିଥିଲି, ଆଉ ସେଇ ବାଇକରେ ମୁଁ ଯିବା ଆସିବା କରୁଥିଲି। ଆଉ ସେଇ ବାଇକ ନା ମତେ ବହୁତ ସାଥ ଦେଇଛି, ମୋ ଦୁଃଖରେ ସୁଖରେ ସବୁବେଳେ ମୋ ପାଖରେ ଛିଡା ହେଇଛି। ଆରେ ଆମେ ଗରିବ ହେଇପାରୁ, କିନ୍ତୁ ସେ ଗରିବ ପଣିଆ ପାଇଁ ନା ସେଇ ଖଣ୍ଡିଆ ବାଇକଟା ବହୁତ କିଛି ମାୟନେ ରଖିଥାଏ। ଆଉ ଯଦି ଦରକାର ପଡେ ଆଉ ସେଇ ଗାଡିକି ସଜ କରିକି ମୁଁ ଯିବା ଆସିବା କରିବି। ଆଉ ଭଗବାନ ଯଦି ସାଥ ଦେଲେ, ମୋର ଦି ପଇସା ଯଦି ଇନକମ ହେଲା, ତାହେଲେ ମୁଁ ନିଶ୍ଚୟ ନୂଆ ଗାଡିଟେ କିଣିବି। ଆଉ ନୂଆ ଗାଡିଟେ କିଣିଲେ ଏ ସମାଜର ଲୋକମାନେ ମତେ କହିବେ, ଯା ହଉ ତା ସ୍ତ୍ରୀ ପାଖରେ ଗୋଟେ ଗାଡି, ତା ସ୍ୱାମୀ ପାଖରେ ଗୋଟେ ଗାଡି, ତାହେଲେ ଭ୍ୟାଲୁଟା କାହାର ବଢିବ? ମୋର ଭ୍ୟାଲୁଟା ବଢିବ ନା। ତମେ କିଛି ଭୁଲ କରିନ, ତମେ ନା ଠିକ କରିଛ। ମୋ ଭାବନାଟା ଭୁଲ ଥିଲା। ମୁଁ ଭାବିଥିଲି ଯୌତୁକ ନବାଟା ବହୁତ ଭଲ କଥା, କିନ୍ତୁ ପ୍ରକୃତିରେ ନା ଯୌତୁକ ନବାଟା ଆଗରୁ ଖରାପ ଥିଲା, ଏବେ ଖରାପ ଅଛି, ଆଉ ଆଗକୁ ବି ଖରାପ ରହିଥିବ। ଯେତେ ବି ଶ୍ୱଶୁର ଯେତେ ବି ନିୟମ ଗ୍ରହଣ ପକେଇଲେ ବି, ଯେତେ ବାଧ୍ୟ କଲେ ବି, ଯୌତୁକ ନା କେବେ ବି ଆଣିବା କଥା ନୁହଁ, କେବେ ବି ନୁହଁ। ତମେ ଭୁଲ କହିନ, ତମେ ଠିକ କରିଛ, ଠିକ କରିଛ। କାରଣ ସେ ତମ ବାପାଙ୍କ ଗାଡି ନା। ଆରେ ମୁଁ ତମ ଉପରେ ଖରାପ ଭାବିନି। କାହିଁକି ତମ ଉପରେ ଖରାପ ଭାବିବି? ମୁଁ ମୋ ନିଜ ଉପରେ ମୁଁ ଖରାପ ଭାବୁଛି। କାରଣ ଯୋଉଥିରେ ତମ ବାପା ଯୋଉ ଗାଡିଟା ଦେଇଛନ୍ତି ସେଟା ତମେ ବି ୟୁଜ କରିବନି, ତ ମୁଁ କାହିଁ ୟୁଜ କରିବି? ମୋର ସକ୍ଷମ ନାହିଁ ମୁଁ ଗାଡି ଖଣ୍ଡେ କିଣିବା ପାଇଁ, ବଡ ଗାଡି ଉପରେ କାହିଁକି ଆଶା କରିବି? ତମର ଭୁଲ କିଛି ନାହିଁ, ଭୁଲଟା ହଉଛି ମୋର। ମୁଁ ତମ ଉପରେ କାହିଁ ଖରାପ ଭାବିବି?